ନମସ୍କାର ସାଙ୍ଗମାନେ। ଆଜିର କାହାଣୀ ହେଲା ହମ୍ପଟି ଡମ୍ପଟିର ପ୍ରେରକ ଆଗମନ। ହମ୍ପଟି ଡମ୍ପଟିକୁ ଉଚ୍ଚ ଦିବାର ଉପରେ ବସିବାକୁ ବହୁତ ଭଲ ଲାଗୁଥିଲା, ଆଉ ସେ ତଳେ ଗାଁ ଲୋକମାନଙ୍କୁ ହାତ ହଲାଉଥିଲା। ତାଙ୍କର ଚମତ୍କାର ସଫେଦ କବଚ, ନୀଳ ଜ୍ୟାକେଟ ଆଉ ଛୋଟ ମାଟିଆ ରଙ୍ଗର ଟୋପି ତାଙ୍କୁ ଗାଁର ସବୁଠୁ ଖୁସି ଦୃଶ୍ୟ ବନେଇ ଦେଇଥିଲା। ଏକ ଜୋର ହବା ଆଉ ହମ୍ପଟିର ଟୋପି ଉଡ଼େଇଦେଲା। ଆରେ ନାହିଁ, ସେ ଚିଲେଇକି ଚିଲେଇଲା। ତାକୁ ଧରିବାକୁ ଚେଷ୍ଟା କରୁଥିବା ସମୟରେ ସେ ଝୁଲିଗଲା, ସନ୍ତୁଳନ ହରେଇଦେଲା ଆଉ ଦିବାରରୁ ତଳେ ପଡ଼ିଗଲା। ଗାଁର ଲୋକମାନେ ଭୟରେ ତାକୁ ଦେଖି ଚମକି ପଡ଼ିଲେ। ହମ୍ପଟି ଏକ ନରମ ତକିଆ ଉପରେ ପଡ଼ିଥିଲା। ରାଜାର ଲୋକମାନେ ଅଠା, ବ୍ୟାଣ୍ଡେଜ ଆଉ ଯାଦୁ ଉପାୟ ପ୍ରୟାସ କରିଥିଲେ, କିନ୍ତୁ କିଛି କାମ କଲାନି। ମୁଁ କ'ଣ ପୁରା ଭାଙ୍ଗିଗଲି କି? ହମ୍ପଟି ଉଦାସରେ କହିଲା। ଲିଲି, ଏକ ଛୋଟ ଝିଅ, ଗୋଟେ ଉପାୟ ନେଇକି ଆସିଲା। ଚାଲ ହମ୍ପଟି ପାଇଁ ଏକ ସୁରକ୍ଷା କବଚ ସୁଟ୍ ବନେଇବା। ଗାଁ ଲୋକ ସାଥୀ ହେଲା ଆଉ ସାମାନ ଜାଣିକି ତାଙ୍କର ଚାଲାକ ପ୍ଲାନକୁ ପୂରା କରିବାକୁ ଲାଗିଲେ। ନୂଆ ସୁଟ୍ ପରେ ହମ୍ପଟି ପୁଣି ଥରେ ଦିବାର ଉପରେ ଚଢ଼ିଲେ। ଆପଣମାନଙ୍କୁ ଧନ୍ୟବାଦ, ସେ ବଡ଼ ହସ ସହ କହିଲେ। ଗାଁ ଲୋକମାନେ ତାଳି ବଜେଇ ତାଙ୍କର ମଜବୁତ ବାପସି ଆସିବାକୁ ଖୁସି ମନେଇଲେ। ସୂର୍ଯ୍ୟ ଅସ୍ତ ସମୟରେ ହମ୍ପଟି ଚିନ୍ତା କରୁଥିଲା, ବଡ଼ ବିପଦ ପରେ ବି ମିଳିମିଶିକି ସୃଜନଶୀଳତା ଆଉ ଦୃଢ଼ ସଂକଳ୍ପ ସହିତ ଆପଣ ପୁଣି ଥରେ ଉଠିପାରିବେ। ଗାଁ ଲୋକମାନେ ତାଙ୍କର ପ୍ରେରକ ଆଗମନର ଉତ୍ସବ ମନେଇଥିଲେ। ଆଜିର କାହାଣୀରୁ ଶିଖିଲେ କି ବିପଦରେ ଆପଣଙ୍କୁ ପକେଇ ଦେଇପାରେ, କିନ୍ତୁ ମିଳିମିଶିକି ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ ସହିତ ଆପଣ ସଦା ଶକ୍ତିଶାଳୀ ହୋଇ ଉଠିପାରିବେ। ଧନ୍ୟବାଦ ମୋତେ ଶୁଣିବା ପାଇଁ।